ଏହା ଏକ ଆରବ ଦେଶ ଯେଉଁଠାରେ ଲୋକମାନେ ଭାରତୀୟ ମାନଙ୍କୁ ବହୁତ ସମ୍ମାନ ଦିଅନ୍ତି। ଏହି ଦେଶର ସୌନ୍ଦର୍ଯ୍ୟ ଆଜି ଇଜିପ୍ତ ପରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଆରବ ଦେଶ ହେଲେ ମଧ୍ୟ ଏହା ଆପଣଙ୍କୁ ଆରବରୁ ସମ୍ପୂର୍ଣ୍ଣ ଭିନ୍ନ ଲାଗିବ। ଏହି ଦେଶରେ ଗୋଟିଏ ସହର ଅଛି ଯାହାକୁ ବ୍ଲୁ ସିଟି ବୋଲି କୁହାଯାଏ। ଏପରି ସୁନ୍ଦର ସହରକୁ ଥରେ ହେଲେ ଦେଖିବା ଉଚିତ। ମୁଁ କେଉଁ ଦେଶ ବିଷୟରେ କହୁଛି ଆପଣମାନେ ନିଶ୍ଚିତ ଜାଣିଥିବେ। ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ମୋରୋକୋ ଦେଶର ଏକ ଭ୍ରମଣ କରାଇବୁ। ଏହାର ସୌନ୍ଦର୍ଯ୍ୟ ଇଜିପ୍ତ ପରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଏଠାରେ ଲୋକମାନଙ୍କର ରାତ୍ରି ଜୀବନ ବିଷୟରେ ଯେତେ କହିଲେ ମଧ୍ୟ କମ୍ ହେବ। ଏଠାରେ ସୁନ୍ଦରୀ ଝିଅମାନେ ଟଙ୍କା ରୋଜଗାର କରିବା ପାଇଁ ଦୁବାଇ, ଇଜିପ୍ତ, କୁତର ଏବଂ ବାହାରେନ୍ ଭଳି ଦେଶକୁ ଯାଆନ୍ତି। ଇସଲାମିକ ଦେଶ ହେଲେ ମଧ୍ୟ ଏଠାରେ ରାତ୍ରି ଜୀବନରେ ଲୁଚି ରହିଥିବା କିଛି ରୋଚକ ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ହଁ ବନ୍ଧୁଗଣ, ଏପରି ଅନେକ ରୋଚକ ତଥ୍ୟକୁ ଆଜି ଆମେ ମୋରୋକୋ ବିଷୟରେ କହିବୁ। ବନ୍ଧୁଗଣ, ଆଜିର ଭିଡିଓ ବହୁତ ରୋଚକ ହେବ, ତେଣୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ଭିଡିଓକୁ ଲାଇକ୍ କରନ୍ତୁ। ବନ୍ଧୁଗଣ, ମୋରୋକୋର ଲୋକଙ୍କୁ ଆମ ଭାଷାରେ ମରାକିସ ବୋଲି କୁହାଯାଏ। ଏହି ଦେଶର ଭୂମି ଏଠାରେ ଆରବ ଲୋକଙ୍କ ପାଇଁ ଈଶ୍ୱରଙ୍କର ଏକ ଅଦ୍ଭୁତ ଉପହାର। କାରଣ ଏହି ଦେଶ ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ। ଏହି ଦେଶରେ ସୁନ୍ଦର ସବୁଜ ପାହାଡ଼, ସବୁଜ ସମତଳ ଅଞ୍ଚଳ, ସାହାରାର ଏକ ବୃହତ ଅଂଶ ଏବଂ ନଦୀଗୁଡ଼ିକ ସବୁ ଅଛି। ଜଣେ ରୋଗୀକୁ ମରାକିସର ସୌନ୍ଦର୍ଯ୍ୟ ଦେଖାଇଲେ ସେ କିଛି ଦିନ ମଧ୍ୟରେ ସୁସ୍ଥ ହୋଇଯିବ ବୋଲି କୁହାଯାଏ। ମରାକିସ ପ୍ରକୃତରେ ଉତ୍ତର ଆଫ୍ରିକାର ଏକ ସୁନ୍ଦର ସ୍ଥାନ। ଏହା ଆଫ୍ରିକାର ସବୁଠାରୁ ଖୁସିମନା ଦେଶ। ଏହି ଦେଶ ମସିହାରେ ଫ୍ରାନ୍ସରୁ ସ୍ୱାଧୀନତା ପାଇଥିଲା। ଏହି ଦେଶର ମୋଟ କ୍ଷେତ୍ରଫଳ ଦେଖିଲେ ଏହା ବର୍ଗ କିଲୋମିଟରରେ ବ୍ୟାପି ରହିଛି ଏବଂ ଏହି ଦେଶରେ ବର୍ଗ କିଲୋମିଟର ଅଞ୍ଚଳରେ ଜଳ ମଧ୍ୟ ରହିଛି। ଏଠାରେ ମୋଟ ଜନସଂଖ୍ୟା ଦେଖିଲେ ନିୟୁତ ଲୋକ ଏଠାରେ ବାସ କରୁଛନ୍ତି। ଜନସଂଖ୍ୟା ଆଧାରରେ ଏହି ଦେଶ ବିଶ୍ୱରେ ତମ ସ୍ଥାନରେ ଅଛି। ଏଠାରେ ପ୍ରତି କିଲୋମିଟର ମଧ୍ୟରେ ଜଣ ଲୋକ ବାସ କରୁଛନ୍ତି। ମରାକିସର ରାଜଧାନୀ ହେଉଛି ରିବାତ। ଏହା ଦେଶର ସପ୍ତମ ବୃହତ୍ତମ ସହର। ଏହି ସହରର ମୋଟ କ୍ଷେତ୍ରଫଳ ବର୍ଗ କିଲୋମିଟର ଏବଂ ଏହି ସହରର ମୋଟ ଜନସଂଖ୍ୟା ଲକ୍ଷ। ଏହା ଏକ ମେଟ୍ରୋପଲିଟାନ ସହର ଏବଂ ଅତ୍ୟନ୍ତ ସୁନ୍ଦର। ପର୍ଯ୍ୟଟକମାନେ ଏହି ସହରରେ ରହିବାକୁ ପ୍ରଥମ ପସନ୍ଦ କରନ୍ତି। ମସିହାରେ ମରାକିସ ସ୍ୱାଧୀନତା ପାଇବା ସମୟରେ ଏହି ସହରକୁ ରାଜଧାନୀ କରାଯାଇଥିଲା। ଏହି ସହର ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ନିର୍ମାଣ ଶିଳ୍ପ ଏବଂ ଦେଶର ରାଜନୈତିକ କେନ୍ଦ୍ର ମଧ୍ୟ ଅଟେ। ଏଠାରେ ଏତେ ସୁନ୍ଦର ସ୍ଥାନ ଅଛି ଯେ ଲୋକମାନେ ଏହାକୁ ଦେଖିବା ପାଇଁ ମରାକିସ ଆସୁଛନ୍ତି। ଆମ ଭାରତରୁ ମରାକିସ ଯାତ୍ରା କରିବାକୁ ଚାହୁଁଥିଲେ କୌଣସି ଭଲ ଟ୍ରାଭେଲ ଏଜେନ୍ସି ସହିତ ଯୋଗାଯୋଗ କରନ୍ତୁ। ନଚେତ ମରାକିସ ଦୂତାବାସ ଯାହା ଦିଲ୍ଲୀରେ ଅଛି ସେଠାରେ ଯାଇ ଏଠାରେ ଭିସା ସହଜରେ ପାଇପାରିବେ। ବନ୍ଧୁଗଣ, ମରାକିସର ଲୋକଙ୍କ ମାନସିକତା ବିଷୟରେ କହିଲେ ଏହି ଲୋକମାନେ ବହୁତ ଖୁସିମନା ଏବଂ ଖୁବ ଖୋଲା ମନର ଲୋକ। ଏଠାରେ ଯୁବତୀମାନେ ବୁର୍ଖା ସହିତ ଫ୍ୟାସନେବଲ ପୋଷାକ ମଧ୍ୟ ପିନ୍ଧନ୍ତି। ମରାକିସର ଲୋକମାନେ ଜୀବନକୁ ବହୁତ ଉପଭୋଗ କରନ୍ତି। ବିଶେଷ କରି ଝିଅମାନେ। ଏଠାରେ ଝିଅମାନେ ଏବଂ ଯୁବକମାନେ ସି କ୍ଲବକୁ ଯାଆନ୍ତି। ମରାକିସର ନାଇଟ ବାରଗୁଡ଼ିକ ବହୁତ ଫ୍ୟାସନେବଲ। ସେଠାରେ ଅତ୍ୟନ୍ତ ସୁନ୍ଦରୀ ଝିଅମାନେ ନାଚୁଥିବାର ଦେଖାଯାଏ। ତେବେ ଏହା ଏକ ଇସଲାମିକ ଦେଶ ହେଲେ ମଧ୍ୟ ଏଠାରେ ମଦ ବହୁତ ପିଆଯାଏ। ଏଠାରେ ଝିଅମାନେ ଆରବ ଦେଶଗୁଡ଼ିକରେ ମୋରୋକୋ ଝିଅ ନାମରେ ବହୁତ ପ୍ରସିଦ୍ଧ। ମରାକିସ ଝିଅମାନେ ବିଶ୍ୱର ଅନେକ ଦେଶରେ, ବିଶେଷ କରି ଦୁବାଇ, କତାର, କୁତର ଏବଂ ବାହାରେନ୍ ଭଳି ଦେଶରେ ନାଚ କ୍ଲବ ଏବଂ ଅନୈତିକ କାର୍ଯ୍ୟର କେନ୍ଦ୍ରରେ ବହୁତ କାମ କରନ୍ତି। ମରାକିସର ବେଳାଭୂମି ଉପରେ ଦେଖିଲେ ବିଦେଶୀ ଏବଂ ସ୍ଥାନୀୟ ଲୋକମାନେ ଏକ ଉତ୍ତମ ୟୁରୋପୀୟ ପରିବେଶ ସୃଷ୍ଟି କରନ୍ତି। ଅନେକ ଜିନିଷ ଏଠାରେ ଖୋଲାଖୋଲି ହିଁ ହୁଏ, କୌଣସି ବାଧା ନାହିଁ। ଏବେ ଆମେ ମରାକିସର ବ୍ଲୁ ସିଟିର ଭ୍ରମଣ କରିବା। ମରାକିସରେ ମାତ୍ର ନୁହେଁ
ଏହି ସହର ବିଶ୍ୱରେ ପ୍ରସିଦ୍ଧ। ଏହି ସହରର ଘରଗୁଡ଼ିକ ସମ୍ପୂର୍ଣ୍ଣ ନୀଳ ରଙ୍ଗରେ ରହିଛି। ଏହି ସହର ଅତ୍ୟନ୍ତ ସୁନ୍ଦର ଏବଂ ପରିଷ୍କାର। ପର୍ଯ୍ୟଟକମାନେ ଏହି ସହରକୁ ଆଗ୍ରହର ସହ ଦେଖିବାକୁ ଆସନ୍ତି। ଏହି ସହର ଏବେ ପ୍ରାୟ ସମ୍ପୂର୍ଣ୍ଣ ହୋଟେଲ ରୂପେ ପରିଣତ ହୋଇଛି। ଆପଣଙ୍କୁ ଦେଖାଯାଉଥିବା ଏହି ଘରଗୁଡ଼ିକ ପ୍ରକୃତରେ ହୋଟେଲ ଭାବେ କାମ କରୁଛି। ଏହି ସହରର ମୋଟ ଜନସଂଖ୍ୟା ଉପରେ ନିର୍ଭର କରୁଛି। ଏହା ସୁନ୍ଦର ପାହାଡ଼ମାନଙ୍କ ମଧ୍ୟରେ ଅବସ୍ଥିତ। ଏଠାରେ ଲୋକଙ୍କ ଧର୍ମ ବିଷୟରେ କହିଲେ ଲୋକ ଇସଲାମ ଧର୍ମ ଅନୁସରଣ କରନ୍ତି। ଏମାନଙ୍କ ମଧ୍ୟରେ ସୁନ୍ନି ମୁସଲମାନମାନେ ଅଧିକ ଶିଆ ଧର୍ମ ଏବଂ ବାକିମାନେ ଅନ୍ୟ ଧର୍ମରେ ବାସ କରୁଛନ୍ତି। ବନ୍ଧୁଗଣ, ମରାକିସର ଆଧିକାରିକ ଭାଷା ହେଉଛି ଆରବୀ। ଦେଶର ଅଧିକାଂଶ ଲୋକ ଆରବୀ ଭାଷା ହିଁ କହନ୍ତି। ତେବେ ସରକାରୀ କାର୍ଯ୍ୟାଳୟ ଏବଂ ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା କରିବା ପାଇଁ ଏଠାରେ ଲୋକମାନେ ପ୍ରାୟ ଇଂରାଜୀ ଭାଷା କହନ୍ତି। ଦେଶର ସବୁଠାରୁ ବଡ଼ ସହର ହେଉଛି ଦାରୁଲ ବିଜା। ଏହା ଦେଶର ସବୁଠାରୁ ବଡ଼ ସହର ହେବାର ଗୌରବ ଧରିଛି ଏବଂ ଏଠାରେ ବିଶ୍ୱର ସବୁଠାରୁ ବଡ଼ କୃତ୍ରିମ ବନ୍ଦର ମଧ୍ୟ ଅଛି। ବନ୍ଧୁଗଣ, ଏହି ସହର ଅତ୍ୟନ୍ତ ସୁନ୍ଦର ଏବଂ ଏହି ସହରର ମୋଟ ଜନସଂଖ୍ୟା ଲକ୍ଷ ଉପରେ ନିର୍ଭର କରୁଛି। ଏହି ସହର ମରାକିସର ବାହାରିଆ କେନ୍ଦ୍ର ଭାବେ ମଧ୍ୟ କାମ କରୁଛି ଏବଂ ଗ୍ଲୋବାଲ ଫାଇନାନ୍ସିଆଲ ଇଣ୍ଡେକ୍ସରେ ଏହା ତମ ସ୍ଥାନରେ ରହିଛି। ଏହା ଦିଲ୍ଲୀ, ଜାକର୍ତ୍ତା, ମେକ୍ସିକୋ ଏବଂ ଇସ୍ତାମ୍ବୁଲ ଭଳି ସମସ୍ତ ବିଶ୍ୱ ସହରଗୁଡ଼ିକୁ ପଛରେ ପକାଇ ଦେଇଛି। ମରାକିସରେ ବ୍ୟବହୃତ ମୁଦ୍ରା ହେଉଛି ମରାକିସି ଦିରହାମ ଏବଂ ଏଠାରେ ଡଲାର ମଧ୍ୟ ବହୁତ ସଂଖ୍ୟାରେ ବ୍ୟବହାର ହୁଏ। ଏହି ଦେଶର ସମୟ ବିଷୟରେ କହିଲେ ଭାରତଠାରୁ ଏହା 4 ଘଣ୍ଟା 3 ମିନିଟ ପଛରେ ରହିଛି। ମରାକିସ ତାର ଜାତୀୟ ଦିବସ ଏପ୍ରିଲରେ ପାଳନ କରେ। ଏହି ଦିନଟି ବହୁତ ଉତ୍ସାହର ସହ ପାଳନ କରାଯାଏ। ଲୋକମାନେ ନିଜ ଘରେ ଏବଂ ଘର ବାହାରେ ଏହାକୁ ଉପଭୋଗ କରନ୍ତି। ହାତରେ ଝଣ୍ଡା ଧରି ଗାଡ଼ିରେ ବସି ସେହି ଦିନଟିକୁ ବହୁତ ଉପଭୋଗ କରନ୍ତି। ମରାକିସର କଲିଂ କୋଡ୍ ହେଉଛି ଏବଂ ଇଣ୍ଟରନେଟ୍ ଡୋମେନ୍ ହେଉଛି। ମରାକିସର ଜାତୀୟ ବିଷୟ ବିଷୟରେ କହିଲେ ଏଠାରେ ଜାତୀୟ କ୍ରୀଡ଼ା ହେଉଛି ଫୁଟବଲ। ଏହି ଖେଳକୁ ଏଠାରେ ଲୋକମାନେ ବହୁତ ପସନ୍ଦ କରନ୍ତି। ମରାକିସର ଲୋକମାନେ ବୟସ୍କ ହେଉ କି ଛୋଟ, ଝିଅ ହେଉ କି ପୁଅ, ସମସ୍ତେ ଫୁଟବଲକୁ ଆଗ୍ରହର ସହ ଖେଳନ୍ତି। ଏଠାରେ ଜାତୀୟ ଗଛ ହେଉଛି ଅଲିଭ ଗଛ। ଅଲିଭ ଉତ୍ପାଦନ ଦେଶରେ ବ୍ୟାପକ ସ୍ତରରେ ହୁଏ। ଖଳ ଏବଂ ତେଲ ବିଶ୍ୱବ୍ୟାପୀ ରପ୍ତାନି ହୁଏ। ଗୋଲାପ ଫୁଲ ହେଉଛି ଏହି ଦେଶର ଜାତୀୟ ଫୁଲ। ମରାକିସର ଖାଦ୍ୟଗୁଡ଼ିକ ଅତ୍ୟନ୍ତ ସ୍ୱାଦିଷ୍ଟ। ଏଠାରେ ଜାତୀୟ ଖାଦ୍ୟ ହେଉଛି କୁସକୁସା। କୁସକୁସକୁ ଶାକସବଜି ଏବଂ ମାଂସ ସହିତ ତିଆରି କରାଯାଏ। ମରାକିସର ଲୋକମାନେ ଏହାକୁ ବହୁତ ଆଗ୍ରହର ସହ ଖାଆନ୍ତି। ଅତିଥିମାନଙ୍କୁ ବିଶେଷ ଭାବେ ଏହି ଖାଦ୍ୟ ପରିବେଷଣ କରାଯାଏ। ଆପଣ ଏହି ଖାଦ୍ୟଟି ଥରେ ଖାଇଲେ ଆପଣ ଏହାର ଫ୍ୟାନ ହୋଇଯିବେ। ଆଉ ଗୋଟିଏ କଥା ଜାଣନ୍ତୁ, ସାହାରାର ଅଂଶ ମରାକିସର ନିୟନ୍ତ୍ରଣରେ ଅଛି। ଏହି ମରୁଭୂମି ବିଶ୍ୱର ସବୁଠାରୁ ସୁନ୍ଦର ମରୁଭୂମି ଭାବେ ଗଣାଯାଏ। ଏଠାରେ ଚାଲୁଥିବା ଓଟ ସହିତ ଏହି ସ୍ଥାନ ଅଦ୍ଭୁତ ଲାଗେ। ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟ ସମୟରେ ଏହି ମରୁଭୂମି ତାର ସୁନ୍ଦର ଲାଲ ଏବଂ ନାରଙ୍ଗୀ ରଙ୍ଗ ସହିତ ଲୋକଙ୍କ ହୃଦୟକୁ ଆକର୍ଷିତ କରେ। ଲକ୍ଷାଧିକ ପର୍ଯ୍ୟଟକ ଏହି ମରୁଭୂମି ଦେଖିବାକୁ ଆସନ୍ତି। ସେଠାରେ ବେଲି ଡାନ୍ସର ବ୍ୟବସ୍ଥା ମଧ୍ୟ ଅଛି। ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାରର ମନୋରଞ୍ଜନ ଉପଲବ୍ଧ। ମରୁଭୂମିରେ ସଫାରି ମଧ୍ୟ କରାଯାଇପାରେ। ଅନ୍ୟ ଦେଶରୁ ଆସିଥିବା ଲୋକମାନେ, ବିଶେଷ କରି ଝିଅମାନେ, ପ୍ରତ୍ୟେକ ସୁନ୍ଦର ସ୍ଥାନରେ ଫଟୋସୁଟ୍ କରୁଥିବାର ଦେଖାଯାଏ। ଏହି ମରୁଭୂମି ସନ୍ଧ୍ୟା ସମୟରେ ବହୁତ ଥଣ୍ଡା ହୋଇଯାଏ ଏବଂ ଦିନ ସମୟରେ ବହୁତ ଗରମ ରହେ। ମରାକିସରେ 4ଟି ଋତୁ ଆସେ। ବହୁତ ଗରମ ଏବଂ ବର୍ଷା ପରେ କିଛି ସାଧାରଣ ପାଗ, ଯାହାକୁ ଆମେ ବସନ୍ତ କହୁ। ତାପରେ ଗ୍ରୀଷ୍ମ, ତାପରେ ଥଣ୍ଡା ପାଗ ରହେ। ଦେଶର ଅନେକ ଅଞ୍ଚଳରେ ତୁଷାରପାତ ମଧ୍ୟ ହୁଏ। ଏହା ଅନ୍ୟ ଆରବ ଦେଶଗୁଡ଼ିକ ଠାରୁ କିଛି ଭିନ୍ନ। ମରାକିସର ବିବାହ ଉପରେ ଦେଖିଲେ ଏଠାରେ ବିବାହଗୁଡ଼ିକ ଅତ୍ୟନ୍ତ ଭବ୍ୟ। ମରାକିସର ମହିଳାମାନେ ଅନେକ ଅଳଙ୍କାର ବ୍ୟବହାର କରନ୍ତି। ଜଣେ ମହିଳା
ତୋଳା ଅଳଙ୍କାର ପିନ୍ଧି ବିବାହରେ ଯୋଗ ଦିଅନ୍ତି। ଏହି ଲୋକମାନେ ଏକାଠି ହାତ ଧରି ବୃତ୍ତାକାରରେ ନାଚନ୍ତି। ବିବାହଗୁଡ଼ିକ ଅତ୍ୟନ୍ତ ଆନନ୍ଦମୟ ହୁଏ। ଖାଦ୍ୟର ବ୍ୟାପକ ବ୍ୟବସ୍ଥା ରହେ। ବନ୍ଧୁଗଣ, ଏହି ଦେଶର ଭୂମି ଅତ୍ୟନ୍ତ ଉର୍ବର। ଏଠାରେ ଅନେକ ଫସଲ ବହୁତ ପରିମାଣରେ ଉତ୍ପାଦନ ହୁଏ। ଏଗୁଡ଼ିକୁ ମରାକିସ ବିଦେଶକୁ ମଧ୍ୟ ରପ୍ତାନି କରେ। ଏଠାରେ ମାଛ ମଧ୍ୟ ବିଶ୍ୱବ୍ୟାପୀ ରପ୍ତାନି ହୁଏ। ମରାକିସର ଭୂମିକୁ ବର୍ଷକୁ କୋଟିରୁ ଅଧିକ ପର୍ଯ୍ୟଟକ ପରିଦର୍ଶନ କରନ୍ତି। ଏହି ଭୂମି 3 ଲକ୍ଷ ବର୍ଷ ପୂର୍ବରୁ ବାସ କରୁଛି ଏବଂ ପ୍ରଥମ ମରାକିସ ରାଜ୍ୟ ମସିହାରେ ସ୍ଥାପନ ହୋଇଥିଲା। ତାପରେ ଏହା ଉପରେ ସ୍ଧୀନ ପରିବାରମାନେ ଶାସନ କରିଥିଲେ, ଯେଉଁମାନେ ନିଜକୁ ଏକ ଆଞ୍ଚଳିକ ଶକ୍ତି ଭାବେ ପ୍ରତିଷ୍ଠା କରିଥିଲେ। ମସିହାରେ ଏହି ଦେଶ ଫ୍ରାନ୍ସରୁ ସ୍ଧୀନତା ପାଇଥିଲା। ତେଣୁ ବନ୍ଧୁଗଣ, ଏହା ଆଜିର ଆମର ରୋଚକ ଭିଡିଓ। ଭିଡିଓ କ'ଣ ପସନ୍ଦ ହେଲା? ଭିଡିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ ଏକ ନୂଆ ଭିଡିଓରେ ମିଳନ୍ତୁ।